एक्साइटेड अच्छा जे कि केसरी पार्टी रे नूतन वर्ष आज नुआ नाटक उन्मोचन होती केते एक्साइटेड अच्छा 2026-27 रे केमिति ब्लास्ट करिवो केसरी एथरक फास्ट अफ ऑल धन्यवाद देवी मोर समग्र ओडिशार दर्शक बंधु मान ସେମାନେ ଢେର ସାରା ମୋତେ ଭଲ ପାଇ ଦେଇଛନ୍ତି ମୁଁ ଯାହା ବି ଇଚ୍ଛା ରଖିଥିଲି ନାହିଁ ମୁଁ ଏ ବର୍ଷ ବ୍ରେକ୍ କରିଦେବି ମୋର ଯେତେବେଳେ କାମ ଅଛି ସବୁ ଫୁଲଫିଲ୍ କଲା ପରେ ନେକ୍ସଟ ଇୟର ପୁଣି ଏଣ୍ଟ୍ରି କରିବି ଯେଉଁ ଦର୍ଶକମାନଙ୍କର ଭଲ ପାଇବା ସେଇଟା ମୋ ମନ ଭିତରେ ମାନେ ପଡ଼ି ସାରିଲା ସେଇ ଭଲ ପାଇବା ଯୋଗୁଁ ମୁଁ ଆଜି ସବୁ କାମ ପଛରେ ପକେଇଲି ଆଉ ଅଚାନକ ମୋତେ କେଶରୀ ଯାତ୍ରା କେଶରୀର ଦିଲ୍ଲୀ କୁମାର ସ୍ୱାଇଁ ମୋତେ ଯାହା ଭାରତୀୟ ଯେତେବେଳେ ଯାହା ବି କରିବି ଭାବୁଥିଲି ନିଜ ମାନେ ଘର ପାଖର ଘର ପାଖର ପାର୍ଟି ଲୋକାଲ ପାର୍ଟି ଭୁବନେଶ୍ୱର ପାର୍ଟି ସେ ଯେମିତି ଆପ୍ରୋଚ୍ କରିଥିଲେ ରହିବା ପାଇଁ ମୁଁ ଆଉ ମନା କରିପାରିନଥିଲି ଯାଉ ଭାଗ୍ୟବଶତଃ ତାଙ୍କୁ ଅଶେଷ ଧନ୍ୟବାଦ ଦେବି ମୁଁ ଯାହା ବି ଡିମାଣ୍ଡ ରଖିଥିଲି ସେ ଫୁଲଫିଲ୍ କରିଛନ୍ତି ଆଉ ଫାଇନାଲ୍ ଏଣ୍ଟ୍ରି କରିଛି ବହୁତ ମୁଁ ଖୁସି ଅଛି ଓଡ଼ିଶାର ଦର୍ଶକ ବନ୍ଧୁମାନଙ୍କୁ ଯେତିକି ରିକ୍ୱେଷ୍ଟ ଆପଣମାନେ ସେମିତି ଭଲ ପାଇବା ଦିଅନ୍ତୁ ସେମିତି ଆଶୀର୍ବାଦ ଦିଅନ୍ତୁ ମୁଁ 100% ଚେଷ୍ଟା କରିବି ଆପଣମାନଙ୍କୁ ଖୁସି କରିବି दरिया कूलर दरदी बंधु रंगमहल चर्चित सेमिति किछि दृश्य एथर देखा मिलिବ कि ଦେଖନ୍ତୁ ଷ୍ଟୋରି ବିଷୟରେ ତ ମୁଁ କିଛି ଜାଣିନି ଏବେ ତ ଜଷ୍ଟ ମୁଁ ମାନେ 4-5 ଦିନ ହେଲା ମୁଁ ଏଇଠି କଲି ଆସିବି ବୋଲି ପୁରା ଫାଇନାଲ୍ ହେଲା ଷ୍ଟୋରି କ'ଣ ହେଇଛି ମୁଁ ଜାଣିନି ଯାହା ବି ଷ୍ଟୋରି ଲାଇନ୍ ଥିବ ମୁଁ କରିବି କିଛି ଅସୁବିଧା ନାହିଁ। केते एक्साइटेड अछन एथर ବହୁତ ଖୁସି ଅଛି ଆଉ ସର୍ବପ୍ରଥମେ ମୋର ଯେତେବେଳେ ଓଡ଼ିଶାର ମାଇ ସବୁ ଆସିଥିଲେ ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ଏବଂ ଏଇ ଯେଉଁ ଯାତ୍ରା କେଶରେ ଯେତେକ ପୁରୁଣା ଆକ୍ଟରମାନେ ଅଛନ୍ତି ସେମାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି କାରଣ ମୁଁ ସମ୍ପୂର୍ଣ୍ଣ ନୂଆ ସେମାନଙ୍କ ଯେମିତି ରଙ୍ଗମହଲରେ ପୁରୁଣା କଳାକାରମାନଙ୍କ ସହିତ ଆମେ ଗୋଟେ ଫ୍ୟାମିଲି ଭଳିଆ ଚଳୁଛୁ ସେମିତି ଫ୍ୟାମିଲି ଭଳିଆ ଚଳିବା ପାଇଁ ଚେଷ୍ଟା କରି ସେମାନଙ୍କ ସହାୟତା ନିହାତି ଦରକାର ଏବଂ ଭଲ କରିବି ବୋଲି ମୋର ଆଶା। भाई आपण गोटे ख्यातनामा कलाकार बापी ଦେଖନ୍ତୁ ବାପି ପଣ୍ଡା ସାର୍ ହେଉଛନ୍ତି ସେ ଜଣେ ଯାତ୍ରା ଇଣ୍ଡଷ୍ଟ୍ରିର ଜଣେ କିମ୍ବଦନ୍ତୀ ଯେମିତି ପ୍ରତାପ ଭାଇ ସହିତ ମୁଁ ଅଭିନୟ କରିକି ଆସିଛି ସେମିତି ଏଠି ବାପି ପଣ୍ଡା ଭାଇ ହୁଅନ୍ତୁ ୟା ଆମର ଯେଉଁ ପୁରୁଣା ଏମାନେ ସବୁ ବହୁତ ସିନିୟର କଳାକାର ମାନେ ଆଉ ତ ଯେଉଁମାନେ କଳାକାର ମାନେ ଅଛନ୍ତି ପୁରୁଣା କଳାକାର ମୁଁ ଭଲସେ ଜାଣିନି ଏଇଟା ମୋର ଗୋଟେ ସୌଭାଗ୍ୟ ଏତେ ବଡ଼ ବଡ଼ କଳାକାର ଅଭିନୟ କରିକି ଆଉ ଭାବୁଛି ଭଲ କରିବି ସର୍ବଶେଷରେ ମୁଁ ଏତିକି କହିବା ପାଇଁ ଚାହୁଁଛି ଯେମିତି ଆପଣମାନେ ଦରିଆ କୂଳ ଦଳିତ ହୁଅନ୍ତୁ ଏବଂ କୋଟି କୋଟି ଡବଲ କୋଟିରେ ଯେମିତି ଭଲ ପାଇବା ଦେଇଥିଲେ ସେମିତି ଭଲ ପାଇବା ଦିଅନ୍ତୁ ମୁଁ 100% ଚେଷ୍ଟା କରିବି ଭଲ ଅଭିନୟ କରି ଆପଣମାନଙ୍କୁ ଏଣ୍ଟରଟେନମେଣ୍ଟ କରିବା ପାଇଁ ଜୟ ମାତା।